ଭେଣ୍ଡି ଆଳୁ ଭଜା ସେ ରୁଟି ହେଉ କି ଭାତ ସବୁଥିରେ ଖାଇବାକୁ ବେଶ ଭଲ ଲାଗେ। ଏମିତି ଦେଖିବାକୁ ଗଲେ ଏଇଟା ଗୋଟେ କମନ ରେସିପି, ସମସ୍ତଙ୍କ ଘରେ ଘରେ ଏଇଟାକୁ ବନେଇଥାନ୍ତି। କିନ୍ତୁ ଏଇ ଭଜା ବନେଇବାର ପ୍ରୋସେସଟା ସମସ୍ତଙ୍କର ଟିକେ ନା ଟିକେ ଅଲଗା ହେଇଥାଏ। ମୁଁ ଯେମିତି ଭେଣ୍ଡି ଆଳୁ ଭଜା ବନାଏ, ଆଜି ମୁଁ ଆପଣମାନଙ୍କ ସହିତ ସେହି ରେସିପିଟାକୁ ସେୟାର କରିବି। ଯଦି ଆପଣମାନେ ଏଇ ପ୍ରୋସେସରେ ଭେଣ୍ଡି ଆଳୁ ଭଜା ବନେଇବେ, ସବୁବେଳେ ଏମିତି ଭେଣ୍ଡି ଆଳୁ ଭଜା ବନେଇବାକୁ ପସନ୍ଦ କରିବେ। ନମସ୍କାର, ମୁଁ ରଶ୍ମି ୟୁଟ୍ୟୁବରେ ଆପଣମାନଙ୍କୁ ସ୍ୱାଗତ। ଚାଲନ୍ତୁ ଆଜିର ଏହି ଭେଣ୍ଡି ଆଳୁ ମସଲା ଭଜାଟାକୁ ବନେଇବା। ଆଜିର ଏହି ଭେଣ୍ଡି ଆଳୁ ଭଜା ବନେଇବା ପାଇଁ ମୁଁ ଏଠି ଦୁଇଟା କଞ୍ଚା ଆଳୁକୁ ଏଠି ଦେଖନ୍ତୁ କାଟି ଦେଇଛି। ବେଶୀ ଛୋଟ କରିନି କି ବେଶୀ ବଡ଼ କରିନି, ବେଶୀ ପତଲା ବି କରିନି, ତ ଏମିତି ମିଡ଼ିୟମ୍ ସାଇଜ୍ରେ ମୁଁ କାଟି ଦେଇଛି। ଦୁଇଟା ଆଳୁ ମୁଁ ନେଇଥିଲି, ଆପଣ ଆପଣଙ୍କ ହିସାବରେ କ୍ୱାଣ୍ଟିଟି କମ୍ ବେଶୀ କରିପାରିବେ। ଏଠି ମୁଁ 400 ଗ୍ରାମର ଭେଣ୍ଡି ନେଇଥିଲି, ଆପଣ ଆପଣଙ୍କ ହିସାବରେ ଭେଣ୍ଡି ନେବେ। ଏଠି ମୁଁ 400 ଗ୍ରାମର ଯେଉଁ ଭେଣ୍ଡି ନେଇଥିଲି ତାକୁ ଏବେ ଛୋଟ ଛୋଟ ଖଣ୍ଡ କରି କାଟି ଦେଉଛି। ସେ ଛୋଟ ସାଇଜ୍ର ଭେଣ୍ଡି ହେଇଥିଲେ ଦୁଇ ଖଣ୍ଡ କରିବେ, ଯଦି ବେଶୀ ବଡ଼ ସାଇଜ୍ର ହେଇଥିବ ତ 3 ରୁ 4 ଖଣ୍ଡ ଭଳିଆ କରିବେ। ମୋର ଏଠି ପୁରା ମିଡ଼ିୟମ୍ ସାଇଜ୍ର ଭେଣ୍ଡି ଥିଲା, ତ ମୁଁ ଆକୁ 3 ଖଣ୍ଡ ଲେଖା କରିଥିଲି। ଏଠି ଦେଖନ୍ତୁ ମୋର ସବୁ ଭେଣ୍ଡି ସବୁ କଟା ହେଇଯାଇଛି। ଭେଣ୍ଡିର ସାଇଜ୍ ମୁଁ ଆପଣମାନଙ୍କୁ ଦେଖାଉଛି। ଯଦି ଆପଣମାନେ ଚାହିଁବେ ତ ଆଳୁକୁ ଏଠି ସ୍କିପ୍ କରିପାରିବେ, କିନ୍ତୁ ଭେଣ୍ଡି ଆଳୁ ଭଜାରେ ଆଳୁଟା ପଡ଼ିଲେ ନା ବହୁତ ଭଲ ଲାଗିଥାଏ ଖାଇବା ପାଇଁ। ଏଠି ମୋର ଭେଣ୍ଡି ଆଳୁ ସବୁ କଟାକଟି ହେଇଛି। ଏବେ ଚାଲନ୍ତୁ ଭଜାଟାକୁ ବନେଇବା। ଭଜା ବନେଇବା ପାଇଁ ମୁଁ ଏଠି ଗୋଟେ କଡ଼େଇ ନେଇଛି। କଡ଼େଇରେ 1 ଚାମଚ ଭଳିଆ ତେଲ ଦେଇଥିଲି। ତେଲ ଟିକେ ଭଲସେ ଗରମ ହେଇଗଲା ପରେ ଯେଉଁ ଭେଣ୍ଡି ଗୁଡ଼ା ଆମେ କାଟିକି ରଖିଥିଲେ ତାକୁ ସବୁ ଏବେ ଏଥିରେ ଦେଇଦେବା। ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ ଟୁ ହାଇ ରଖିକି ଭେଣ୍ଡିକି ଭାଜିବା। ଭେଣ୍ଡିକି ଟୋଟାଲି ବି ଘୋଡ଼େଇବେନି। ଏଠି ମୁଁ ହାଫ୍ ଚାମଚ ଭଳିଆ ହଳଦୀ ଗୁଣ୍ଡ ଦେଉଛି। ଆପଣମାନେ ଏଠି ଲୁଣ ଟୋଟାଲି ବି ୟୁଜ୍ କରିବେନି, ଲୁଣ ୟୁଜ୍ କରିବେନି କି ଆକୁ ଘୋଡ଼େଇବେନି। ଏମିତି ଖୋଲାରେ 3 ରୁ 4 ମିନିଟ୍ ଭଳିଆ ଆକୁ ଆମେ ଭାଜିବା। 3 ରୁ 4 ମିନିଟ୍ ଭାଜି ସାରିଲା ପରେ ଭେଣ୍ଡିଟା ଆମର ଟିକେ ଲାଇଟ୍ ଗୋଲ୍ଡେନ୍ କଲର୍ ଭଳିଆ ହେଇଯାଇଛି। ତ ଆକୁ ମୁଁ ଗୋଟେ ପ୍ଲେଟ୍କୁ ଏବେ କାଢ଼ି ଦେଉଛି। ଭେଣ୍ଡି ଆମର ପ୍ରାୟତଃ 50% ଭଳିଆ ଏଇଠି ହିଁ ସିଝି ଯାଇଥିବ। ତ ଭେଣ୍ଡିକୁ ମୁଁ ପ୍ଲେଟ୍ରେ କାଢ଼ି ଦେଉଛି। ଏବେ ସେଇ କଡ଼େଇରେ 2 ଚାମଚ ଭଳିଆ ତେଲ ଦେଇଛି। ତେଲ ଟିକେ ତାତିଗଲା ପରେ ସେଥିରେ ମୁଁ 1 ଚାମଚ ଭଳିଆ ଦେବି ପଞ୍ଚଫୁଟଣ। ଆପଣମାନେ ଚାହିଁଲେ ଏଠି ଜିରା କି ସୋରିଷ ମଧ୍ୟ ୟୁଜ୍ କରିପାରିବେ। ମୁଁ ଏଠି ଫୁଟଣ ନେଇଥିଲି, ଫୁଟଣ ଦେଇଦେଉଛି। ଫୁଟଣ ଟିକେ ଆମର ଫୁଟିଲା ପରେ ମୁଁ ଏଠି ରସୁଣକୁ ଛୋଟ ଛୋଟ ଖଣ୍ଡ କରି ରଖିଥିଲି, ଏବେ ତାକୁ ସେଥିରେ ଦେଇଦେଉଛି। ଏଠି ମୁଁ 5 ରୁ 7ଟା ରସୁଣକୁ ଟିକ୍ ଟିକ୍ କରି କାଟି ଦେଇଥିଲି, ତାକୁ ଏବେ ଦେଇଦେବା। ଭେଣ୍ଡିରେ ଏହି ରସୁଣର ଫ୍ଲେଭରଟା ବହୁତ ବଢ଼ିଆ ଲାଗିବ। ରସୁଣ ଆମର ଟିକେ ଭାଜି ହେଇଗଲା ପରେ ସେଥିରେ ମୁଁ 3-4ଟା କଞ୍ଚା ଲଙ୍କାକୁ ଏମିତି ଖଣ୍ଡ ଖଣ୍ଡ କରି କାଟି ଦେଇଥିଲି, ତାକୁ ଏବେ ଏଥିରେ ଦେଇଦେବା। କଞ୍ଚା ଲଙ୍କାକୁ ଟିକେ ଭାଜିବା 1 ରୁ 2 ସେକେଣ୍ଡ ପାଇଁକି। ତାପରେ ଏଥିରେ ମୁଁ ପିଆଜ ଦେଉଛି। ଏଠି ମୁଁ 3ଟା ପିଆଜକୁ ବଡ଼ ବଡ଼ ଖଣ୍ଡ କରି କାଟିକିନା ନେଇଯାଇଛି। ଏଠି ଦେଖନ୍ତୁ ପିଆଜର ପିସେସ୍ ଗୁଡ଼ା ବଡ଼ ବଡ଼ ଅଛି। ତ ପିଆଜକୁ ଟୋଟାଲି ବି ଆମେ ଗୋଲ୍ଡେନ୍ ବ୍ରାଉନ୍ କଲର୍ କରିବାନି, ଖାଲି ଆକୁ ଟିକେ ଜଷ୍ଟ ହାଲକା ଭାବରେ ଭାଜିଦେବା। ତାପରେ ଆମେ ଯେଉଁ କାଟିକି ରଖିଥିଲେ ଆଳୁକୁ ନା, ଏଠି ଏବେ ଆଳୁକୁ ଆମେ ଆଡ଼୍ କରିବା। ଏଠି ମୁଁ ଆଳୁକୁ ଦେଇଦେଉଛି। ଆଳୁକୁ ଦେଇ ସାରିଲା ପରେ ତାକୁ ଭଲସେ ଟିକେ ଗୋଳେଇ ଦେବେ, ଯେମିତିକି ତେଲ ପିଆଜ ସହିତ ଆଳୁଟା ଟିକେ ଭଲସେ ମିଶିଯିବ। ଆଳୁଟାକୁ ଭଲସେ ଗୋଳେଇ ସାରିଲା ପରେ ସେଥିରେ ଦେବା ହାଫ୍ ଚାମଚ ଭଳିଆ ହଳଦୀ ଗୁଣ୍ଡ। ହଳଦୀ ଗୁଣ୍ଡ ଦେଇକି ଆଳୁକୁ ଟିକେ ଭଲସେ ମିଶାଇ ଦେବେ। ତାକୁ ଆମେ ଘୋଡ଼େଇକି 3 ରୁ 4 ମିନିଟ୍ ପାଇଁ ଛାଡ଼ିବା ସିଝିବା ପାଇଁ। ଆଳୁଟା ଆମର ଯେତେବେଳେ 50% ଭଳିଆ ସିଝିଯିବ, ତାପରେ ଆମେ ସେଥିରେ ଭେଣ୍ଡିକୁ ଆଡ଼୍ କରିବା। ଏଠି ମୋର ହଳଦୀ ଗୁଣ୍ଡ ଦେଇଦେଇଛି। ଆକୁ ଏବେ ଗୋଳେଇ ଗାଳେଇକିନା ଘୋଡ଼େଇକିନା ସିଝିବା ପାଇଁ ଛାଡ଼ିଦେବା। ସବୁ ମସଲା ସହିତ ଆଳୁ ଆମର ଭଲସେ ମିଶିଗଲାଣି। ଏବେ ତାକୁ ମୁଁ ଘୋଡ଼େଇକି ଛାଡ଼ି ଦେଉଛି 3-4 ମିନିଟ୍ ପୁରା ସିଝିବା ପାଇଁ। ଗ୍ୟାସ୍ର ଫ୍ଲେମ୍କୁ ଲୋ ହିଁ ରଖିଥିବେ ଏଇ ଟାଇମ୍ରେ। ଏବେ ଦେଖନ୍ତୁ 3 ରୁ 4 ମିନିଟ୍ ହେଇଗଲାଣି। ଏବେ ଆମେ କଭର୍ କାଢ଼ିବା। ଏବେ ଆଳୁକୁ ସବୁ ଏପଟ ସେପଟ କରିକି ମିଶାଇ ଦେବା। ତାପରେ ଆମେ ଦେଖିବା ଆଳୁଟା ଆମର କେତେ ସିଝିଛି। ତ ଦେଖନ୍ତୁ ଆକୁ ମୁଁ ଏପଟ ସେପଟ କରି ଭଲସେ ଟିକେ ଭାଜିଲା ଭଳିଆ କରିଦେଉଛି। ଏବେ ଆଳୁଟାକୁ ଚେକ୍ କରିବା। ଆଳୁଟା ଆମର ପୁରା 50% ଭଳିଆ ହେଇଯାଇଛି। ତ ଯେଉଁ ଭେଣ୍ଡିକି ଆମେ ଭାଜିକିନା ରଖିଥିଲେ ତାକୁ ଏବେ ଏଠି ମୁଁ ଆଡ଼୍ କରିଦେଉଛି। ଭେଣ୍ଡି ତ ଆମେ ଭାଜିଲା ବେଳେ ପ୍ରାୟ 50% ଭଳିଆ ସିଝି ଯାଇଥିଲା। ଆଳୁ ବି ଏଠି ଆମର ପ୍ରାୟ 50% ଭଳିଆ ସିଝି ଯାଇଛି। ତ ଏଠି ମୁଁ ସବୁଯାକ ଭେଣ୍ଡିକୁ ଦେଇଦେଉଛି। ଭେଣ୍ଡିକୁ ଦେଇସାରିଲା ପରେ ସେଥିରେ ଆମେ ଦେବା ସ୍ୱାଦ ଅନୁସାରେ ଲୁଣ। ଆଗରୁ ଆମେ ଟୋଟାଲି ବି ଲୁଣ ୟୁଜ୍ କରିନଥିଲେ, ଯେତିକି ଲୁଣ ଦରକାର ଏବେ ସେତିକି ଦେବା। ଏଠି ମୁଁ ହାଫ୍ ଚାମଚ ଭଳିଆ ନେଇଥିଲି କାଶ୍ମୀରୀ ରେଡ୍ ଚିଲି, କାରଣ କଞ୍ଚା ଲଙ୍କା ମୁଁ ୟୁଜ୍ କରିଥିଲି, ସେଥିପାଇଁ ଏଠି ମୁଁ କାଶ୍ମୀରୀ ରେଡ୍ ଚିଲି ନେଇଥିଲି। ତାପରେ ଦେବା ହାଫ୍ ଚାମଚ ଭଳିଆ ଗରମ ମସଲା, ହାଫ୍ ଚାମଚ ଭଳିଆ ଚାଟ୍ ମସଲା, ହାଫ୍ ଚାମଚ ଧନିଆ ଗୁଣ୍ଡ। ଯଦି ଆପଣମାନଙ୍କ ପାଖରେ ଚାଟ୍ ମସଲା ନଥିବ ଆପଣମାନେ ଏଠି ଲେମ୍ବୁ ବି ୟୁଜ୍ କରିପାରିବେ, କିନ୍ତୁ ଲେମ୍ବୁ ଆପଣମାନେ ଏଇ ଷ୍ଟେଜ୍ରେ ୟୁଜ୍ କରିପାରିବେନି। ଯେତେବେଳେ ଭଜାଟାକୁ ଆପଣମାନଙ୍କର ହେଇଯିବ ତାପରେ ଆପଣମାନେ ଲେମ୍ବୁଟାକୁ ୟୁଜ୍ କରିପାରିବେ। ଏଠି ମୁଁ କହି ରଖୁଛି, ଯଦି ଆପଣମାନଙ୍କୁ ମୋର এই ରେସିପିଟି ଭଲ ଲାଗିବ ଭିଡ଼ିଓଟାକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲ୍ ଯଦି ନୂଆ ଥିବେ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିଦେବେ। ତ ଏବେ ଆମର ଭେଣ୍ଡି ସହିତ ମୁଁ ସବୁ ମସଲାକୁ ଗୋଳେଇ ଦେଇଛି। ଭେଣ୍ଡିରେ ଚାଟ୍ ମସଲା ଦେବାର କାରଣ ଏଇଆ, ଭେଣ୍ଡିଟା ଟିକେ ଆମର ଟିକେ ଚଟପଟା ଲାଗିବ, ସେଥିପାଇଁ ମୁଁ ଏଠି ଚାଟ୍ ମସଲା ୟୁଜ୍ କରିଛି। ତ ଏଠି ମୁଁ ଆକୁ ଭଲସେ ଗୋଳେଇ ଦେଇଛି। ଗୋଳେଇ ସାରିଲା ପରେ ଆକୁ ଆମେ ଘୋଡ଼େଇକିନା ଆହୁରି 3 ରୁ 4 ମିନିଟ୍ ପାଇଁ ସିଝିବା ପାଇଁ ଛାଡ଼ିଦେବା। ଆଗରୁ ଆମର ଭେଣ୍ଡି ଆଳୁ ସବୁ ଅଧା ଅଧା ସିଝି ଯାଇଛି। ଆଉ 3-4 ମିନିଟ୍ ହେଇଗଲେ ଏଇଟା ପୁରା ପରଫେକ୍ଟ ଭାବରେ ସିଝିଯିବ। ଏଠି ଦେଖନ୍ତୁ ଆମର 3 ରୁ 4 ମିନିଟ୍ ଭଳିଆ ହେଇଗଲାଣି। ଏଠି ଆମର ଭେଣ୍ଡି ଆଳୁ ସବୁ ପୁରା ବଢ଼ିଆ ସେ ସିଝି ଯାଇଛି। ଆକୁ ଟିକେ ଏପଟ ସେପଟ କରିକିନା ଭଲସେ ଆମେ ଟିକେ ଭାଜିଦେବା।
ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ କରିଦେବେ। ମିଡ଼ିୟମ୍ ଫ୍ଲେମ୍ରେ ଆକୁ ଭାଜିବେ। ଭେଣ୍ଡିଟା ଟିକେ ଗୋଲ୍ଡେନ୍ ବ୍ରାଉନ୍ କଲର୍ କରି ଭାଜିବେ। ଭେଣ୍ଡିଟା ଟିକେ ଭଲସେ ଭାଜି ହେଇଗଲେ ଖାଇବା ପାଇଁ ବେଶ୍ ଭଲ ଲାଗିଥାଏ। ଭେଣ୍ଡିରେ ଯେହେତୁ ଆମେ ଆଗରୁ ଟିକେ ଭାଜି ଦେଇଥିଲେ ତ ସେଇଟା ଲାଳ ଅଂଶ ଜମା ବି ଲାଗିବନି। ତ ଏବେ ଦେଖନ୍ତୁ ଭେଣ୍ଡି ଆଳୁ ଭଜା ଆମର ପୁରା ପରଫେକ୍ଟ ଭାବରେ ହେଇଗଲାଣି। ଆକୁ ଆପଣମାନେ କେଉଁଥିରେ ବି ଖାଇପାରିବେ, ଭାତ ରୁଟି ସବୁଥିପାଇଁ ଖାଇବା ପାଇଁ ଏଇଟା ବଢ଼ିଆ ଲାଗିଥାଏ। ଯଦି ଆପଣମାନଙ୍କୁ ଆଜିର ଏହି ରେସିପିଟି ଭଲ ଲାଗିଥିବ ଭିଡ଼ିଓଟାକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲ୍ ଯଦି ନୂଆ ଥିବେ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିଦେବେ। ଜୟ ଜଗନ୍ନାଥ।